ଦେଖନ୍ତୁ ଅତୀତରେ ଏହା ପ୍ରଥମ ହୋଇନାହିଁ ଏବଂ 2021ରୁ ଧର୍ମେନ୍ଦ୍ର ପ୍ରଧାନ କେବେଠୁ ଶିକ୍ଷାମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ତା ମଧ୍ୟରେ 3 ଥର ନିଟ୍ ପେପର ଲିକ୍ କରାଯାଇଛି। ତାପରେ ନିଟ୍ ପେପର ରିନିଟ୍ ଯେତେବେଳେ କରାଗଲା ସେତେବେଳେ ମଧ୍ୟ ଅବ୍ୟବସ୍ଥା ଦେଖାଗଲା, ଯାହା ଫଳରେ ଆମର ୟଙ୍ଗ ଜେନେରେସନ ଯୋଉ ରହିଛି ଯାହାକୁ ଆମେ ଜେନଜି କହୁଛେ ଏବଂ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଯେଉଁ ଆନ୍ଦୋଳନ କରିଥିଲେ ତାହା ସଫଳ ମଧ୍ୟ ହେଲା। କିନ୍ତୁ ଦୁଃଖର କଥା ଯେ ଆମର ଦିଲ୍ଲୀର ପୋଲିସ ଯେଉଁ କେନ୍ଦ୍ରଶାସିତ ଅଞ୍ଚଳ ହିସାବରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଯାଉଅଛି, ସେମାନେ ଯେଉଁ ବର୍ବରତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ। ତେଣୁ ଆମର ଗୋଟେ ଦାବି ରହିଛି ଯେ ଯେଉଁ ପୋଲିସ ମାନେ ସିଭିଲରେ ମଧ୍ୟ ବହୁତ ପୋଲିସ ମାନେ ଥିଲେ କି ଗୁଣ୍ଡା ମାନେ ଥିଲେ ତାହା ତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ, ଆପଣ ମାନେ ଦେଖିଥିବେ ନିଶ୍ଚିତ। ତେଣୁ ଆମର ଦାବି ରହିଛି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଛାତ୍ରଛାତ୍ରୀ ମାନଙ୍କ ଉପରେ ଯେଉଁ ଆକ୍ରମଣ କରାଗଲା ତା ଆମର ଏକଛତ୍ରବାଦୀ ଶାସନର ପରିଚୟ ନିଶ୍ଚିତ ରୂପେ ପ୍ରମାଣ ଦଉଛି। ତେଣୁ ଆମର ଗୃହମନ୍ତ୍ରୀ ଯାହାଙ୍କ ଅଣ୍ଡରରେ ପୋଲିସ ଆମର ଯାଉଛି ଏବଂ ଆମର ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ପାର୍ଲାମେଣ୍ଟରେ ଭୋଟ ମାଗନ୍ତୁ, ସଂସଦରେ ଭୋଟ ମାଗନ୍ତୁ ବୋଲି ଆମର ଦାବି ରହିଛି। ଏବଂ ତା ପୂର୍ବରୁ ଆମର ଓଡିଶାର ଶିକ୍ଷା ବ୍ୟବସ୍ଥା କିଭଳି ମାନେ ଦୁର୍ବଳ ହୋଇପଡିଛି ତାହା ମଧ୍ୟ ଆମେ ଜାଣିଛୁ। ଆମର ବହି ପୁସ୍ତକ ଯାହା ଛପା ଯାଇଥିଲା ସେଥିରେ ଯେଉଁ ଅବ୍ୟବସ୍ଥା ଦେଖାଗଲା, ଯେଉଁ ତ୍ରୁଟି ବାହାରିଲା, ତାହାର କୌଣସି ବି ଏପର୍ଯ୍ୟନ୍ତ ଆମର ଖାଲି ବାହାର କରିଦେଲେ ଅଧିକାରୀ ମାନଙ୍କ ଉପରେ ଦୋଷ ବଳିଦେଲେ ହବ ନାହିଁ। ନିଜେ ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ତାର ମାନେ ଦାୟିତ୍ୱ ନେବା ଦରକାର, କିନ୍ତୁ ସେ କୌଣସି ବି ଦାୟିତ୍ୱ ନେଇନାହାନ୍ତି। କୋଟି କୋଟି ଟଙ୍କା ଜନସାଧାରଣଙ୍କ ଖର୍ଚ୍ଚ ହୋଇଛି, ତାହା ତାଙ୍କ ପକେଟର ପଇସା ନୁହଁ, ତାହା ଜନସାଧାରଣଙ୍କ ଟ୍ୟାକ୍ସର ପଇସା। ତେଣୁ ଯୋଉ ପଇସା ଖର୍ଚ୍ଚ ହେଲା କିନ୍ତୁ 50 କୋଟି ଗୋଟେ ଉତ୍ତର ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ତାର କୌଣସି ସେ ନିଜର ସାମ୍ନାକୁ ଆସି କୌଣସି ଦାୟିତ୍ୱ ଗ୍ରହଣ କଲେ ନାହିଁ। ତେଣୁ ଆମେ ପୁରୀ ଜିଲ୍ଲା କଂଗ୍ରେସ ଏବଂ ଓଡ଼ିଶା କଂଗ୍ରେସ ତରଫରୁ ଦାବି କରୁଛୁ ଯେ ଖୁବ୍ ଶୀଘ୍ର ସେ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ପ୍ରଦାନ କରିବେ, ନହେଲେ ଦୀର୍ଘ ଦିନ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରହିବ। ଦେଖନ୍ତୁ, ସର୍ବପ୍ରଥମେ ଆପଣମାନଙ୍କ ଜରିଆରେ ଯେଉଁ ଛାତ୍ରଛାତ୍ରୀ ମାନେ ଦିଲ୍ଲୀରେ ଜନ୍ତରମନ୍ତରଠାରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତୀୟ ଶିକ୍ଷା ପଦ୍ଧତି ଏବଂ ପରୀକ୍ଷା ଫଳ ପ୍ରକାଶନରେ ବାରମ୍ବାର ଯେଉଁ ତ୍ରୁଟି ହେଉଛି ତା ବିରୁଦ୍ଧରେ ଯେଉଁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ତାର ଫଳ ଆମକୁ ମିଳିଛି। ଭାରତୀୟ ଶିକ୍ଷାମନ୍ତ୍ରୀ ଯିଏ ତାଙ୍କର ଶିକ୍ଷାମନ୍ତ୍ରୀ ହେବା ପରେ RSS ର ପାଠଶାଳା ସାରା ଭାରତରେ ଆରମ୍ଭ କରିଥିଲେ ଏବଂ 54 ଥର ନିଟ୍ ପରୀକ୍ଷା 12 ବର୍ଷ ଭିତରେ 54 ଥର ନିଟ୍ର ତାପରେ ବାରମ୍ବାର ଆମର ମାନ୍ୟବର ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ୟମ ଏବଂ ଛାତ୍ରଛାତ୍ରୀ ମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ସାରା ଭାରତ ବର୍ଷରେ ଯୋଉ ପ୍ରତିବାଦ ଦେଖାଯାଇଥିଲା ସେ ବାଧ୍ୟ ହୋଇକରି ନିଜର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଁ ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ଯେଉଁମାନେ ଜେନେରେସନ ନେକ୍ସଟ ଯାହାକୁ ନେଇକରି ଆପଣମାନେ ଜାଣିଛନ୍ତି ଭାରତ ଏକ ୱାନ୍ ଅଫ୍ ଦି ୟଙ୍ଗେଷ୍ଟ କଣ୍ଟ୍ରି ୱାର୍ଲଡର, ଯେଉଁମାନେ ହଉଛନ୍ତି ସେମାନେ ହଉଛନ୍ତି ଆମର ଭବିଷ୍ୟତ। ବିଜୟ ଘଟିଛି, କିନ୍ତୁ ମୁଁ ଆପଣଙ୍କ ଜାଗାରେ କହିବାକୁ ଚାହେଁ ଆମର ବର୍ତ୍ତମାନ ଆହୁରି 3ଟି ଦାବି ରହିଛି। ଏଇ 3ଟି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରହିବ। 3ଟି ଦାବି ହଉଛି ଯେ ଯୋଉ ପୋଲିସ ଭାଇମାନେ ଦିଲ୍ଲୀ ପୋଲିସ ଏଇ ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ତାଙ୍କ ଉପରେ ଅମାନସିକ ଭାବରେ ଅତ୍ୟାଚାର କରୁଥିଲେ, ଲାଠିଚାର୍ଜ କରୁଥିଲେ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦ୍ୱିତୀୟ, ଯାହା ଇସାରାରେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସାରାରେ ତାଙ୍କ ଉପରେ ଏ ପ୍ରକାର ପାଶବିକ ଅତ୍ୟାଚାର କରାଯାଇଥିଲା, ସେମାନେ ପାର୍ଲାମେଣ୍ଟରେ କ୍ଷମା ମାଗନ୍ତୁ ଏବଂ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଏଇଟା ଆମର ଦ୍ୱିତୀୟ ଦାବି। ତୃତୀୟ ହଉଛି ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଓଡ଼ିଶାରେ ବିଶେଷ କରି ଗତ 3 ମାସ ଧରିକି ହଇଚଇ ସୃଷ୍ଟି ହେଇଛି ଯେ ଓଡ଼ିଶାର ଯୋଉ ଶିକ୍ଷା ବ୍ୟବସ୍ଥା ଯୋଉ ଆପଣ ପାଠ୍ୟପୁସ୍ତକରେ ବାରମ୍ବାର ଯୋଉ ତ୍ରୁଟି ଦେଖାଯାଇଛି, ଏଠି ଯିଏ ଅଛନ୍ତି ଓଡ଼ିଶାର ଶିକ୍ଷାମନ୍ତ୍ରୀ ସିଏ ଏପର୍ଯ୍ୟନ୍ତ ନୈତିକ ଦାୟିତ୍ୱ ନେଇକରି ନିଜ ପଦକୁ ଇସ୍ତଫା ଦେଇନାହାନ୍ତି। ଆମେ ଏଠି ଦାବି କରୁଛୁ ଯେ ଯଦି 1 ସପ୍ତାହ ମଧ୍ୟରେ ଆମର ଯୋଉ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନ ଦିଅନ୍ତି ତେବେ କଂଗ୍ରେସ ସାରା ଓଡ଼ିଶାରେ ଓଡ଼ିଶା ବନ୍ଦ ଡାକିବ ଏବଂ ଯୋଉ ପର୍ଯ୍ୟନ୍ତ ସେ ଇସ୍ତଫା ନ ଦେଇଛନ୍ତି ଆମର ଏଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରହିବ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।